ଘର ଭଡ଼ା ନ ଦେଇ ପାରିବାରୁ ମୋ ଘର ମାଲିକ ମୋତେ ଜବରଦସ୍ତି ହିଁ ମୋ ଅବସ୍ଥାକୁ ପୁରା ସାଂଘାତିକ କରିଦେଇଥିଲା। ଏବଂ ଥରେ ନୁହେଁ, ଦୁଇଥର ନୁହେଁ, 2-4 ଥର ସିଏ ମୋତେ ଏମିତି ବାରମ୍ବାର ଗେହୁଥିଲା ଏବଂ ମୋର ବିଆକୁ ପୁରା ନାଳେଇ ଦେଉଥିଲା। ଏହିସବୁ ଘଟଣା ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏ ଭିଡ଼ିଓରେ କହିବି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ପ୍ରୀତି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ହଟ୍ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ ଶୁଣିବା କିପରି ମୋ ଘର ମାଲିକ ମୁଁ ଭଡ଼ା ନ ଦେଇ ପାରିବାରୁ ମୋତେ ବାରମ୍ବାର ଆସି ଗେହୁଥିଲା। ମୁଁ ସେହି ବିଷୟରେ ଆପଣଙ୍କୁ କହୁଛି। ମୋ ସ୍ୱାମୀ ବାହାରେ ସୁରଟରେ ରୁହନ୍ତି ଏବଂ ଚାକିରି କରନ୍ତି। ଆମେ କଟକରେ ଘର ଭଡ଼ା ନେଇ ରହୁଥିଲୁ, କିନ୍ତୁ ସୁରଟରେ କମ୍ପାନୀର କ'ଣ ପ୍ରୋବ୍ଲେମ୍ ହେଲା କେଜାଣି ପାଖାପାଖି 6 ମାସ ଧରି ତାଙ୍କ କମ୍ପାନୀରେ ସେ ଦରମାପତ୍ର ପାଇପାରୁନଥିଲେ, ଯାହାଫଳରେ ଆମେ ବହୁତ ଅସୁବିଧାରେ ଚଳୁଥିଲୁ। ଦୁଃଖେ କଷ୍ଟେ ସେମିତି ଚଳି ଯାଉଥିଲୁ ସତ, କିନ୍ତୁ ଘର ଭଡ଼ା ଦେବାକୁ ଆମେ ସକ୍ଷମ ହୋଇପାରିଲୁ ନାହିଁ। ପାଖାପାଖି 2 ମାସ ଘର ଭଡ଼ା ଆମେ ଦେଇନଥିଲୁ। ମୋର କୌଣସି ପିଲାପିଲି ହେଇନଥିଲା, ମୁଁ ଏକୁଟିଆ ଘରେ ରହୁଥିଲି। ତ ମୋ ଘର ମାଲିକ, ତାର ବୟସ ପାଖାପାଖି 50 କି 55 ହେବ। ସେ ବାରମ୍ବାର ଆସୁଥାଏ ଘର ଭଡ଼ା ମାଗିବାକୁ, କିନ୍ତୁ ପ୍ରତ୍ୟେକ ଥର ମୁଁ ସେଇ ଗୋଟିଏ କଥା କହୁଥାଏ ଯେ ପଇସା ଆସିନାହିଁ, ପଇସା ଆସିଲା ପରେ ମୁଁ ନିଶ୍ଚିତ ଆପଣଙ୍କୁ ଦେଇଦେବି। ସେ କେଦୁଆ ବୁଢ଼ା ବହୁତ ରସିକିଆ ଥିଲା। ଥରେ ମଜାରେ କହିଲା, ଯଦି ଘର ଭଡ଼ା ଦେଇପାରୁନ ତେବେ ମୋତେ ଗେଇବାକୁ ଦିଅ। ମୁଁ ପ୍ରଥମେ ଏ କଥାଟି ଶୁଣି ଟିକେ ଚିଡ଼ି ଯାଇଥିଲି, କିନ୍ତୁ ମୋ ସ୍ୱାମୀ ବି ଯେହେତୁ ବାହାରେ ରହୁଛନ୍ତି, ତେଣୁ ମୁଁ ମଧ୍ୟ ସେକ୍ସୁଆଲ୍ ସାଟିସ୍ଫ୍ୟାକ୍ସନ୍ ପାଇପାରୁନଥିଲି। ତାପରେ ମନେ ମନେ ଭାବିଲି ଯେ ବୁଢ଼ା ଯଦି ମୋତେ ଗେହିବ କହୁଛି, ତେବେ ଗେହିଲେ ସେ ଆପାତତଃ କିଛି ଦିନ ପଇସା ପତ୍ର ମାଗିବ ନାହିଁ ଏବଂ ମୋର ବିଆ ମଧ୍ୟ ଟିକେ ଶାନ୍ତି ପାଇବ। ତେଣୁ ଦିନେ କ'ଣ କଲି ନା, ସନ୍ଧ୍ୟାବେଳେ ବୁଢ଼ାକୁ ଫୋନ୍ କରି ଡାକିଲି। ବୁଢ଼ା ସନ୍ଧ୍ୟାବେଳେ ଆସିଲା ଏବଂ ତାକୁ ଚା ପିଇବାକୁ ଦେଲି। ତାପରେ ମୋ ନିଜ ଆଡ଼ୁ ମୁଁ କହିଲି, ମଉସା, ତମେ ତ ମୋତେ ଗେହିବା କଥା କହୁଥିଲ, ଆଜି ମୋତେ ଗେହ, କାରଣ ମୁଁ ପଇସା ତୁମକୁ ବର୍ତ୍ତମାନ ଦେଇପାରିବି ନାହିଁ। ବୁଢ଼ା ଖୁସି ହେଇଗଲା ଏବଂ ଏତେ ଖୁସି ହେଇଗଲା ଯେ ସେ ଯାଇ ମାର୍କେଟରୁ ମୋ ପାଇଁ ଜଳଖିଆ ନେଇ ଆସିଲା। କହିଲା, ତମେ ଜଳଖିଆ ଖାଅ, ମୁଁ ଟିକେ ତମ ବାଥରୁମ୍ରୁ ଫ୍ରେଶ୍ ହେଇ ଆସିଛି। ତାପରେ ବୁଢ଼ା ଫ୍ରେଶ୍ ହେବାକୁ ବାଥରୁମ୍କୁ ଚାଲିଗଲା ଏବଂ ବାଥରୁମ୍ରୁ ଆସି ସେ କ'ଣ କଲା ନା, ମୁଁ ଚେୟାରରେ ବସିଥାଏ ସିଧା ମୋ ପଛପଟୁ ମୋତେ ଧରିନେଲା ଏବଂ ନିର୍ଦ୍ଦନ୍ଦରେ ମୋ ଦୁଧକୁ ଚିପିଲା। କିଛି ସମୟ ଚିପି ସାରିଲା ପରେ ମୁଁ କାହିଁ ଅନୁଭବ କରିପାରିଲି ନାହିଁ ଯେ ବୁଢ଼ାର ଦାଣ୍ଡ ଉଠୁଛି ବୋଲି। କିପରି ବା ସେ ଗେହିବ, ତାର ତ ଦାଣ୍ଡ ଉଠି ନାହିଁ। ତାପରେ ବୁଢ଼ା ମୋତେ କହିଲା, ମାଲୋ, ଟିକେ ମୋ ଦାଣ୍ଡକୁ ତୁ ଛାଟ। ତାପରେ ମୁଁ କ'ଣ କଲି ନା, ବୁଢ଼ାର ପ୍ୟାଣ୍ଟକୁ ପୁରା ଖୋଲିଦେଲି, ତାକୁ ଲଙ୍ଗଳା କରିଦେଇ ମୋ ବିଛଣାରେ ତାକୁ ଶୁଆଇଦେଲି ଏବଂ ତା ଦାଣ୍ଡକୁ ମୁଁ ପାଟିରେ ନେଇ ଚୁଚୁମିବାକୁ ଲାଗିଲି। ପାଖାପାଖି 5-7 ମିନିଟ୍ ସେମିତି ଚୁଚୁମି ସାରିଲା ପରେ ଦେଖିଲି ତା ଦାଣ୍ଡ ଆସ୍ତେ ଆସ୍ତେ ଉଠୁଛି। ମୁଁ କହିଲି, ଏଥର ଚଳିବ। ତାପରେ ତାକୁ କହିଲି, ମଉସା,
ଏଥର ତୁମେ କାମ ଆରମ୍ଭ କର। ସେ କହିଲା, ମାଲୋ ମୋତେ ଟିକେ ତୋ ପିଆକୁ ଦେଖା, ମୁଁ ତୋ ପିଆକୁ ଟିକେ ଚାଟିବି। ତାପରେ ମୁଁ କ'ଣ କଲି ନା ମୋର ଶାଢ଼ୀଟିକୁ ପୁରା ଖୋଲିଦେଲି। ସେ କ'ଣ କଲା ନା ମୋ ଦିଆରେ ତା ପାଟିକୁ ଲଗେଇ ତା ଜିଭ ଦ୍ୱାରା ଚାଟିଲା। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ଚାଟିଲା। ଏଥର ଲକ୍ଷ୍ୟ କଲି ଯେ ତା ବାଣ୍ଡ ସମ୍ପୂର୍ଣ୍ଣ ଭାବରେ ଟାଣ ହୋଇସାରିଛି। ତେଣୁ ବୁଢ଼ାକୁ ତଳେ ଶୁଆଇ ଦେଇ ମୁଁ ତାର ବାଣ୍ଡ ଉପରକୁ ଚଢ଼ିଗଲି ଏବଂ ମୋ ପିଆକୁ ତା ବାଣ୍ଡରେ ପଶାଇ ଦେଲି। ନିର୍ଦ୍ଧୁମ ଭାବରେ ମୁଁ ପେଲି ଚାଲିଲି। ପାଖାପାଖି 15 ମିନିଟ୍ ପର୍ଯ୍ୟନ୍ତ ମୁଁ ପେଲି ଚାଲିଲି, କାରଣ ମୁଁ ମଧ୍ୟ ବହୁତ ଦିନ ହେଲା ନିଆଁ ଖାଇ ନାହିଁ। ମୁଁ ଭାବିଲି ବୁଢ଼ାର ବାଣ୍ଡରୁ ରସ ଶୀଘ୍ର ଶୀଘ୍ର ବାହାରିଯିବ, କିନ୍ତୁ ସେମିତି କିଛି ହେଲା ନାହିଁ। ମୁଁ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ତାକୁ ନିର୍ଦ୍ଧୁମ ଭାବରେ ଘେଇଁଲି ସତ, କିନ୍ତୁ ତା ବାଣ୍ଡରୁ ରସ ବାହାରିଲା ନାହିଁ। ତାପରେ ପୁଣି କ'ଣ କଲେ ନା ମୋ ପିଆକୁ ନେଇ ତା ପାଟି ପାଖରେ ରଖିଦେଲେ। କହିଲି, ମଉସା ୟାକୁ ଭଲ ଭାବରେ ଚାଟ। ସେ କ'ଣ କଲା ନା ସେତେବେଳକୁ ପୁରା ହିଟ୍ ହେଇ ଛାଡ଼ିଥିଲା। ତେଣୁ ମୋ ପିଆକୁ ନିର୍ଦ୍ଧୁମ ଭାବରେ ଚାଟିଲା। ପିଆ ଭିତରେ ଆଙ୍ଗୁଠି ଗେଞ୍ଜିଲା। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି କଲା। ସେତେବେଳକୁ ମୋ ପିଆରୁ ରସ ବାହାରିବା ସମୟ ହେଇସାରିଥିଲା। ତେଣୁ ମୁଁ ବୁଢ଼ାକୁ କହିଲି, ତୁମେ ଗୋଟେ କାମ କର, ମୋତେ ପଛପଟରୁ ଟିକେ ଘିଅ। ବୁଢ଼ା ଏଥର ଉଠି ପଡ଼ିଲା ଏବଂ ମୋତେ ଖଟ ଉପରେ ଶୁଆଇ ଦେଇ ମୋ ଗାଣ୍ଡି ପଟରୁ ମୋ ପିଆରେ ତା ବାଣ୍ଡକୁ ପଶାଇଲା। ପୁଣି ସେ ଘେଇଁ ଚାଲିଲା। ଏପଟେ ଘେଉଁଥାଏ, ସେପଟେ ତା ହାତରେ ମୋର ବଡ଼ ବଡ଼ ଦୁଧକୁ ଚିପୁଥାଏ। ପାଖାପାଖି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି କରିଚାଲିଲା। ତାପରେ ମୁଁ ଦେଖିଲି ଯେ ତା ବାଣ୍ଡରୁ ବୀର୍ଯ୍ୟ ସବୁ ବାହାରିଗଲା। ସବୁ ରସ ଯେତେବେଳେ ବାହାରିଗଲା, ସେ ଦୁର୍ବଳ ହୋଇ ଶୋଇପଡ଼ିଲା। କିନ୍ତୁ ମୋ ଦିଆରୁ ରସ ବାହାରି ନଥିଲା। ତେଣୁ ମୁଁ କ'ଣ ତାକୁ ଛାଡ଼ିବି? ମୁଁ ପୁଣି କ'ଣ କଲି ନା ତା ସେ ବାଣ୍ଡକୁ ଚାଟିବାକୁ ଲାଗିଲି। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଚାଲି ସାରିଲା ପରେ ବୁଢ଼ାର ପୁଣି ବାଣ୍ଡ ଟାଣ ହୋଇଗଲା। ଏଥର ମୁଁ ତାକୁ କହିଲି, ମଉସା ତମେ ମୋ 2ଟା ଆଙ୍ଗକୁ ଟେକି ତମ ବାଣ୍ଡକୁ ମୋ ପିଆ ଭିତରେ ପଶାଅ। ସେ ମଧ୍ୟ ଏଥର ସେୟା କଲା। ମୋତେ ଖଟ ଉପରେ ଚିତ୍ କରି ଶୁଆଇ ଦେଇ ତଳେ ଛିଡ଼ା ହେଲା ଏବଂ ମୋର 2ଟା ଆଙ୍ଗକୁ ଟେକି ତା ବାଣ୍ଡକୁ ପଶାଇଲା। ପାଖାପାଖି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ଘେଇଁଲା। ଏଥର ମୋ ପିଆରୁ ସବୁ ରସ ବାହାରିଗଲା। ମୁଁ ମଧ୍ୟ ଶାନ୍ତି ପାଇଗଲି। ସେଇଦିନଠାରୁ ବୁଢ଼ା ମଝିରେ ମଝିରେ ଆମ ଘରକୁ ଆସେ, କିନ୍ତୁ କେବେ ବି ଆଉ ଟଙ୍କା ମାଗେ ନାହିଁ। ସେ କ'ଣ କରେ, ତାର ଯେତେବେଳେ ମନ ହେଇଯାଏ ବୁଢ଼ା ଆମ ଘରେ ପହଞ୍ଚିଯାଏ ଏବଂ କେତେବେଳେ ମଟନ୍ ନେଇ ଆସେ, କେତେବେଳେ ଚିକେନ୍ ନେଇ ଆସେ, କେତେବେଳେ ଜଳଖିଆ ନେଇ ଆସେ। ତାର ସେଇ ଜିନିଷ ଦେଖି ସାରିଲା ପରେ ମୁଁ ଜାଣିନିଏ ଯେ ବୁଢ଼ା ଆଜି ମୋତେ ଘେଇବାକୁ ଆସିଛି। ଆମେ ଏଇ ପ୍ରକାର ପାଖାପାଖି 5ରୁ 7 ଥର ଘିଆ ଘେଇ ହେଇଛୁ। ବହୁତ ସୁନ୍ଦର ଭାବରେ ବୁଢ଼ା ଘିଏ। ମୋ ସ୍ୱାମୀ ମଧ୍ୟ ଏମିତି ମୋତେ କେବେ ଘେଇ ପାରନ୍ତି ନାହିଁ। ସେ ଯେତେ ଥର ମୋତେ ଘେଇଛି ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ଏହି ଚ୍ୟାନେଲ୍ ମାଧ୍ୟମରେ କହିବି। ଆପଣମାନେ ଚ୍ୟାନେଲ୍ରେ ଯୋଡ଼ି ହୋଇ ରୁହନ୍ତୁ। ଯଦି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପନ୍ତୁ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।